ଗୋଟେ କାମ କରୁଥିବା ମାଆର ନୀରବ କାହାଣୀ। ସେ କେବଳ ଟଙ୍କା କମାଇବା ପାଇଁ କାମ କରେନି, ସେ ନିଜ ପିଲାର ଭବିଷ୍ୟତ ପାଇଁ ନିଜ ଆଜିକୁ ତ୍ୟାଗ କରିଦିଏ। ସକାଳୁ ଘର, ପିଲା ଆଉ ଅଫିସ ସବୁ ସମ୍ଭାଳି ସେ ଯେତେବେଳେ ବାହାରକୁ ବାହାରେ, ପିଲାର ଆଖିରେ ଥିବା ମାମା ଆଜି ଶୀଘ୍ର ଆସିବୁ କଥାଟି ତାର ହୃଦୟରେ ରହିଯାଏ। କିନ୍ତୁ ଦୁନିଆ ଦେଖେ କେବଳ ସେ ଚାକିରି କରୁଛି, ଟଙ୍କାର ରୋଜଗାର କରୁଛି, କେହି ବି ଦେଖନ୍ତିନି କେତେଥର ସେ ନିଜର ପିଲାର ହସକୁ ମିସ୍ କରେ, କେତେଥର ନିଜ ଲୁହକୁ ଲୁଚାଇ ହସେ। ସେ ଟଙ୍କା କମେଇବାକୁ ବାହାରେ ଯାଏନି, ସେ ବାହାରି ଯାଏ ନିଜ ପିଲାର ସ୍ୱପ୍ନଗୁଡ଼ିକୁ ଭୋକିଲା ରଖିବାକୁ ନ ପଡ଼ୁ ବୋଲି। ପିଲାଟି ଭାବେ ମୋ ମା ମୋ ପାଖରେ ରହୁନି, ଦୁନିଆ ଭାବେ ମା ତ ଚାକିରି କରୁଛି ନା, କିନ୍ତୁ କେହି ପଚାରେନି ଅଫିସରୁ ଫେରିବା ବାଟରେ ସେ ମା କେତେଥର ନିଜ ପିଲାକୁ ମନେ ପକାଇ ଚୁପଚାପ ଆଖିରୁ ଲୁହ ପୋଛିଛି। କିଛି ମା ଘରେ ରହି ପିଲାଙ୍କୁ ବଡ଼ କରନ୍ତି, କିଛି ମା ଘରଠାରୁ ଦୂରେ ରହି ପିଲାର ଭବିଷ୍ୟତକୁ ବଡ଼ କରନ୍ତି। ସେ ମା ନୁହେଁ କି ଆଜ୍ଞା, ଯିଏ ନିଜ ପିଲାକୁ ସମୟ ଦେଇପାରୁନି ବୋଲି ପ୍ରତିଦିନ ନିଜକୁ ଦୋଷ ଦିଏ, ଆଉ ସେଇ ପିଲାର ଭବିଷ୍ୟତ ପାଇଁ ହିଁ ପ୍ରତିଦିନ ଘରଠାରୁ ବାହାରକୁ ଯାଏ। ଲୋକେ ତାର ଦରମା ଦେଖନ୍ତି, ପିଲା ତାର ଅନୁପସ୍ଥିତି ଦେଖେ, କିନ୍ତୁ କେହି ଦେଖନ୍ତି ନାହିଁ ସେ ମା ପ୍ରତ୍ୟେକ ଦିନ ନିଜ ହୃଦୟର କେତେ ଟୁକୁଡ଼ା ଘରେ ଛାଡ଼ି ଚାକିରିକୁ ଯାଏ। ଲୋକେ କୁହନ୍ତି ଚାକିରି କରୁଛି, ଟଙ୍କା ତ ରୋଜଗାର କରୁଛି ନା, କିନ୍ତୁ କେହି ପଚାରନ୍ତିନି ସେ ଟଙ୍କା ସହିତ କେତେ ମୁହୂର୍ତ୍ତ ହରାଉଛି। ପିଲାର ପ୍ରଥମ କଥା, ମିଠା ମିଠା କଥା, ପ୍ରଥମ ପଦକ୍ଷେପ, ସ୍କୁଲର ପ୍ରତ୍ୟେକ ଦିନ, ପ୍ରଥମ ଦିନ ମଧ୍ୟ କେତେ କିଛି ସେ ଫୋନରେ ଫଟୋରେ ଦେଖେ, ନିଜ ଆଖିରେ ନୁହେଁ। ପିଲା ଭାବେ ମୋ ମା ପାଖରେ ରହୁନି, ଆଉ ମା ଚୁପ୍ ରହିଯାଏ, କାରଣ ସେ କେମିତି ବୁଝେଇବ, ମୁଁ ତୋଠାରୁ ଦୂରେ ଯାଉନି ଝିଅ, ମୁଁ ତୋର ଭବିଷ୍ୟତକୁ ନିକଟକୁ ଆଣିବା ପାଇଁ ଆଜି ତୋଠାରୁ ଟିକେ ଦୂରେ ରହୁଛି। ସତରେ କିଛି ମା ପିଲାଙ୍କୁ ସମୟ ଦେଇପାରନ୍ତିନି, କିନ୍ତୁ ସେମାନଙ୍କ ପ୍ରତ୍ୟେକଟି ମିନିଟ୍ ପିଲାର ଭବିଷ୍ୟତ ପାଇଁ ହିଁ ଖର୍ଚ୍ଚ ହୁଏ।